नमस्कार भाग्यवाणी ओडिया चैनल को आपनको समस्तଙ୍କୁ ସ୍ୱାଗତ। ଆଜି ଦେଖିବେ ଆମେ 12 ଜୁଲାଇ 2026 ଆପଣଙ୍କର ଦୈନିକ ରାଶିଫଳ। ବିଶେଷ କରି ଆଜି ଆମେ ଦେଖିବା ଯଦି ଆପଣଙ୍କୁ ସୂର୍ଯ୍ୟୋଦୟ 5:18:37 ମିନିଟରେ ହେବ। ଆଜି ଆପଣଙ୍କର ରୋହିଣୀ ନକ୍ଷତ୍ର ରହିବ। ତ୍ରୟୋଦଶୀ ତିଥି ଆପଣଙ୍କର 10:59 ପର୍ଯ୍ୟନ୍ତ ରହିବ। ଆଜି ବୃଷ ଚନ୍ଦ୍ର ଆପଣଙ୍କର 8:08 ବା ରାତ୍ର 8:08 ପର୍ଯ୍ୟନ୍ତ ରହିବ। ଆଜି ବୃଦ୍ଧି ଯୋଗ ଅଛି ଏବଂ ଆଜି ଯଦି ଆମେ ଦେଖିବା ତାହେଲେ ଶୁଭ ବେଳା ପ୍ରାତଃ ଆପଣଙ୍କ 6:56 ରୁ 9:20 ମଧ୍ୟରେ ରହିବ ଏବଂ 11:44 ରୁ 2:08 ମଧ୍ୟ ରହିବ ଏବଂ ସୂର୍ଯ୍ୟାସ୍ତ ପରେ 6:25 ରୁ ଆପଣଙ୍କ 8:01 ମଧ୍ୟ ରହିବ। ତାପରେ ଆପଣଙ୍କର ରାତ୍ର 11ଟା ରୁ 11:13 ରୁ ଆପଣଙ୍କ 1:37 ପର୍ଯ୍ୟନ୍ତ ରହିବ। ଆଜି ମହେନ୍ଦ୍ର ବେଳା ଲେଖି ରଖନ୍ତୁ 4:32 ବା ଅପରାହ୍ନ 4:32 ରୁ ଆପଣଙ୍କୁ ଅପରାହ୍ନ 5:20 ପର୍ଯ୍ୟନ୍ତ ରହିବ। ତେଣୁ 4:32 ରୁ 5:20 ବା ସନ୍ଧ୍ୟା ସମୟରେ ଯଦି ଆପଣ କୌଣସି କାମ କରୁଛନ୍ତି ସେଇ ସମୟରେ ଆପଣଙ୍କୁ ଶୁଭ ଫଳ ବା ଏଇ ସମୟ ଆପଣଙ୍କ ପାଇଁ ଶୁଭ ରହିବ। ଏଇ ସମୟରେ ଆପଣ ଯାହା ବି କରିବେ ଆପଣଙ୍କୁ ଶୁଭ ଫଳ ନିହାତି ଭାବରେ ମିଳିବ। ତ ଆମେ ଦେଖିବା ଆଜି ଆପଣଙ୍କର କେମିତି ରହିବ 12ଟି ରାଶିଫଳ। ଆପଣଙ୍କ ରାଶିଫଳକୁ ଆପଣ ସ୍କିପ୍ କରି ଦେଖିପାରିବେ। ବିଶେଷ କରିକି ଆଜି ଯେହେତୁ ଚନ୍ଦ୍ର ମଙ୍ଗଳ ଆପଣଙ୍କର ସ୍ଥିତି ଯୋଗ ଅଛି ଏବଂ ବିଶେଷ କରିକି 8:08 ବା ରାତ୍ର 8:08 ପର୍ଯ୍ୟନ୍ତ ସ୍ୱରାଶିରେ ଆପଣଙ୍କ ଚନ୍ଦ୍ର ଏବଂ ମଙ୍ଗଳ ସହିତ ଶୁଭ ଲକ୍ଷ୍ମୀ ଯୋଗ ଆପଣ ସୃଷ୍ଟି କରୁଛନ୍ତି। ମେଷ ରାଶି ଦେଖିବା ଯେହେତୁ ଆପଣଙ୍କ ଦ୍ୱିତୀୟ ଭାବରେ ଆପଣଙ୍କ ମଙ୍ଗଳ ରହିବେ। ବୃଷ ଚନ୍ଦ୍ର ଅଛନ୍ତି ଧନ ସ୍ଥାନରେ ଯେହେତୁ ମଙ୍ଗଳ ଚନ୍ଦ୍ର ଅଛନ୍ତି ମଙ୍ଗଳ ଅଛନ୍ତି ତେଣୁ ବିଶେଷ କରିକି ଆର୍ଥିକ ସ୍ଥିତିରେ ଆପଣଙ୍କ ମଜବୁତ ରହିବ। ବ୍ୟବସାୟରେ ଆପଣ କୌଣସି ଯଦି କିଛି ବି ଆପଣଙ୍କର ଆଜି କାରବାର ହଉଛି ତାହେଲେ ଆପଣଙ୍କୁ ଲାଭ ମିଳିବ। ବାଣୀ ଉପରେ ଟିକେ ସାଧାରଣ ସଂଯମତା ରଖନ୍ତୁ କାରଣ ଆଜି କିଛି ଉଗ୍ର ଭାବେ କାହାକୁ କହିବା ମନ ଭିତରେ ଅତ୍ୟଧିକ ରାଗ ହବା ବା ଚିଡଚିଡ ହେବା ଏସବୁ ଜିନିଷ ରହିବ। ରାତ୍ର ବା ସନ୍ଧ୍ୟା ପରେ ଆପଣ ଦେଖିପାରିବେ ଯେହେତୁ ତୃତୀୟ ଚନ୍ଦ୍ର ହବ ତ ନେକ୍ସଟ ଦିନ ବି ଆପଣ ଦେଖିବେ କି ଆପଣଙ୍କ ସାହସ ଧୈର୍ଯ୍ୟ ସବୁ ବୃଦ୍ଧି ହେବ। ତେଣୁ ଦିନ ସାରା ଆପଣ ଟିକେ ସଂଯମତା ରଖନ୍ତୁ। ବାଣୀ ଉପରେ ସଂଯମତା ଆପଣଙ୍କ ରଖନ୍ତୁ। ସନ୍ଧ୍ୟା ପରେ ଆପଣଙ୍କ ପାଇଁ ବହୁତ ଭଲ ସମୟ ଅଛି। ଯେହେତୁ ଚନ୍ଦ୍ରଦେବ ଆପଣଙ୍କ ସେକେଣ୍ଡ ଭାବରେ ଅଛନ୍ତି ଆଜି ଆପଣ ପ୍ରାୟତଃ ଦେଖିବେ କି କିଛି ସ୍ପାଇସି ରିଲେଟେଡ ଆପଣଙ୍କ ବା ସ୍ପାଇସି ଫୁଡ ଖାଇବା ପାଇଁ କି ଆଜି ଆପଣଙ୍କ ଇଣ୍ଟରେଷ୍ଟ ହେବ। କିଛି ମସଲାଦାର ଖାଦ୍ୟ ଖାଇବା ପାଇଁ ମଧ୍ୟ ଆଜି ଆପଣଙ୍କ ଇଣ୍ଟରେଷ୍ଟ ବଢିବାର ସମ୍ଭାବନା ଆପଣଙ୍କ ରହିଛି। ଏବେ ଦେଖିବେ ଆପଣଙ୍କ ବୃଷ ରାଶି ଫଳ। ତ ବୃଷ ଦେଖନ୍ତୁ ବୃଷ ରାଶି ଆପଣଙ୍କ ଯେହେତୁ ରାଶିରେ ଆପଣଙ୍କ ଅଛନ୍ତି ଚନ୍ଦ୍ରଦେବ ତ ରାଶିରେ ଥିବା ହେତୁ ଆପଣଙ୍କୁ ଆଜି ମାନ ସମ୍ମାନ ଆପଣଙ୍କ ବୃଦ୍ଧି ହେବ। ମାନସିକ ଶକ୍ତି ଆପଣଙ୍କ ବୃଦ୍ଧି ହେବ। କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଆପଣ ବହୁତ ଭଲ କରିବେ। ମନ ପ୍ରସନ୍ନ ରହିବ। କିଛି କାମ କରିବା ପାଇଁ ଯୋଉଟା ଆପଣ ଚାହୁଁଥିଲେ କାମ ଆପଣ ନିହାତି ଭାବରେ ହେଇଯିବ। ଯେହେତୁ ଲଗ୍ନ ଭାବେ ବି ମଙ୍ଗଳ ଅଛନ୍ତି ତ ବିଶେଷ କରିକି ଯୋଉ ରାଗ ଯାହା ବି ଆସୁଛି ଆପଣଙ୍କୁ ବା ମନ ଭିତରେ ଯୋଉ କ୍ରୋଧ ଆସୁଛି ତାକୁ ଆଜି ଟିକେ ଆପଣ ବା କ୍ରୋଧ ବା ଅହଙ୍କାର ଯୋଉ ଅଛି ସେ ସବୁ ଟିକେ କଣ୍ଟ୍ରୋଲ କରିବା ପାଇଁ ଚେଷ୍ଟା କରନ୍ତୁ। ଯଦି ଅତ୍ୟଧିକ ରାଗ ଆସୁଛି ତାହେଲେ କିଛି ଏମିତି କରନ୍ତୁ ଯୋଉଥିରେ କି ବା କିଛି ଏକ୍ସରସାଇଜ ହେଲା କିଛି ମନକୁ ମନ କିଛି କୋଉ ଜିନିଷଟେ ନେଇକି ଭାଙ୍ଗିବା ବା ହଠାତ୍ ଲେଖିକି ତାକୁ ଚିରିଦେବା ଏସବୁ ଜିନିଷ କରିକି ଆପଣ ରାଗକୁ କଣ୍ଟ୍ରୋଲ କରନ୍ତୁ। ଏବଂ ଦିନ ସାରା ଯେହେତୁ ଆପଣଙ୍କର ଆପଣ ଲଗ୍ନ ଭାବେ ରହିବେ ତ ବିଶେଷ କରିକି ଆପଣଙ୍କର କିଛି ଯାହା ବି କରିବା ପାଇଁ ଚାହୁଁଥିବେ ଏଇ ସମୟରେ ମଧ୍ୟ ଆପଣଙ୍କ ପ୍ରାୟତଃ ସବୁ କାମ ସଫଳତା ମଧ୍ୟ ଆପଣଙ୍କୁ ଆସିବ। ରାତ୍ର ପରେ ଦ୍ୱିତୀୟ ଚନ୍ଦ୍ର ଆପଣଙ୍କ ଯେହେତୁ ଆସିବେ ତ ବିଶେଷ କରିକି ଆପଣଙ୍କୁ କିଛି ନୂତନ ନିବେଶ କିମ୍ବା ଆପଣଙ୍କ ନୂତନ ସୁଯୋଗ ଆସିବ ଏବଂ ପରିବାରରେ ଆପଣଙ୍କ ପ୍ରାୟତଃ ଯୋଉ ପାରିବାରିକ ମନମତାନ୍ତର ଥିଲା ସେ ସବୁ ଅନ୍ତ ଘଟିବ ଏବଂ ଭଲ ଭାବରେ ଆପଣ ଖାଦ୍ୟ ବା କିଛି ନ୍ୟୁ ଫୁଡ ଆପଣ ଖାଇବା ପାଇଁ ମଧ୍ୟ ଇଣ୍ଟରେଷ୍ଟ ଡେଭଲପ ହବ। ମିଥୁନ ରାଶିରେ ଆପଣଙ୍କ ଦ୍ୱାଦଶ ଚନ୍ଦ୍ର ଅଛି ତେଣୁ ଆଜି ଅନାବଶ୍ୟକ ଆପଣଙ୍କ ଖର୍ଚ୍ଚ ହବ। କିଛି ଆପଣ ଟ୍ରାଭେଲ କରିପାରନ୍ତି କୋଉ ଜାଗାକୁ ବୁଲିଯିବା କିଛି ଇନଭେଷ୍ଟମେଣ୍ଟ ପାଇଁ କି ଆପଣ କିଛି ପ୍ଲାନିଂ କରିପାରନ୍ତି। ଆଜି ଆପଣ ପ୍ରାୟତଃ କୌଣସି ମେଡିକାଲ କିମ୍ବା କୌଣସି ଏମିତି ଗୋଟେ ଆଇସୋଲେଟେଡ ପ୍ଲେସେସ କୁ ବୁଲିଯିବା ଏସବୁ ଜିନିଷ ହେଇପାରେ। ମେଡିକାଲ ବି ଆପଣ ଆଜି ଦେଖିବା ପାଇଁ କି ବା କୌଣସି ମେଡିକାଲ କୁ ଆପଣ କୌଣସି ଫ୍ରେଣ୍ଡସ କୁ ଦେଖିବା ପାଇଁ ଏସବୁ ମଧ୍ୟ ଆପଣ ଯାଇପାରନ୍ତି। ଚକ୍ଷୁ ଜନିତ ଯଦି କିଛି ଯନ୍ତ୍ରଣା ଆପଣଙ୍କ ଅଛି ତାହେଲେ ଆପଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦେଖନ୍ତୁ କିନ୍ତୁ ଏତେଟା ପ୍ରୋବ୍ଲେମ କିଛି ନାହିଁ। ଦୂରଯାତ୍ରା ଯଦି ଆପଣ ଆଜି କରୁଛନ୍ତି ତାହେଲେ ବିଶେଷ କରିକି ଆପଣ ଧ୍ୟାନ ରଖନ୍ତୁ ଯେମିତି କୌଣସି ପ୍ରକାର ମନିଟାରୀ ଲସେସ୍ ନ ହୁଏ। କୋର୍ଟ କଚେରୀ ଯାହା ବି କାମ ଅଛି ସେଥିରେ ଟିକେ ପ୍ରତିବନ୍ଧକ ଆପଣଙ୍କୁ ଆସିପାରେ। ଯେହେତୁ ଆଜି ରବିବାର ବି ଅଛି ତ ଏତେଟା ଆପଣଙ୍କୁ ପ୍ରୋବ୍ଲେମ ଆସିବ ବି ନାହିଁ। ଓକେ ଏବଂ ରାତ୍ର ଯେତେବେଳେ ଆପଣ ଦେଖିବେ କି 8:08 ପରେ ଯେତେବେଳେ ଆପଣଙ୍କର ସ୍ୱରାଶିକୁ ଚନ୍ଦ୍ର ଆସିବେ ତ ପ୍ରାୟତଃ ସୂର୍ଯ୍ୟ ଏବଂ ବିଶେଷ କରିକି ଆପଣ ଦେଖିବେ କି ଆପଣଙ୍କ ମହାନ ବୃଦ୍ଧି ଯୋଗ ସୃଷ୍ଟି ହେବ ଏବଂ ଏଇ ସମୟରେ ଆପଣଙ୍କ ଯୋଉ ମାନସିକ ଚିନ୍ତା ଥିଲା ବା ଅଶାନ୍ତି ଥିଲା ଏସବୁ ଆପଣଙ୍କ ସମୟ ଅନୁକୂଳ ରହିବ ଏବଂ ବହୁତ ଭଲ ଭାବେ ଆପଣଙ୍କ
ରାତ୍ର ପରେ ଦିନ କଟିବ ଏବଂ ଦିନ ସାରା ଟିକେ ଆପଣଙ୍କୁ ଟେନସନ ଆସିବାର ସମ୍ଭାବନା ମଧ୍ୟ ଅଛି। କର୍କଟ ରାଶି ଦେଖନ୍ତୁ ଏକାଦଶ ଭାବେ ଆପଣଙ୍କ ଚନ୍ଦ୍ରମଙ୍ଗଳ ବର୍ତ୍ତମାନ ୟୁତି ଅଛି ତ ବିଶେଷ କରିକି ବହୁତ ଆପଣଙ୍କ ଶୁଭ ଗୋଚର ଆପଣ ଯଦି ଦେଖିବେ କି ପ୍ରାୟତଃ ଆପଣଙ୍କ ଯୋଉ ଶନିବାର ଥିଲା ଶନିବାରରେ ମଧ୍ୟ ଆପଣଙ୍କୁ କିଛି ନା କିଛି ଭଲ ଫଳ ନିହାତି ଭାବରେ ମିଳିଥିବ ଏବଂ ଆଜି ରବିବାରରେ ଦେଖିବେ କି ଆପଣଙ୍କୁ ଅକସ୍ମାତ କିଛି ସମ୍ପତ୍ତି ବା ଧନ ସମ୍ପତ୍ତି ଆପଣଙ୍କ ମିଳିବା ବା କୋଉଠି ଆପଣଙ୍କ ଅଟକିଥିବା ଯୋଉ କାର୍ଯ୍ୟ ସିଦ୍ଧି ହେବା ଏସବୁ ଆପଣଙ୍କୁ ଆସିବ ଯେହେତୁ ରାଶିରେ ବି ଆପଣଙ୍କ ଉଚ୍ଚସ୍ଥ ଗୁରୁ ଅଛନ୍ତି ତ ମୁଁ ଏଇ ସମୟରେ ମଧ୍ୟ ଆପଣ କିଛି ଜ୍ଞାନ ସମ୍ମାନ ବୃଦ୍ଧି ପାଇଁ କି ମଧ୍ୟ ଆପଣ ଇଚ୍ଛା ପ୍ରକାଶ କରିବେ କି କିଛି ଆପଣଙ୍କ ନୂତନ କରିବା ପାଇଁ କି ଏବଂ ବିଶେଷ କରିକି ଯେହେତୁ ସନ୍ଧ୍ୟା ପରେ ଆପଣଙ୍କ ଚନ୍ଦ୍ର ଆପଣଙ୍କର ଦ୍ୱାଦଶ ଭାବ ଗତି କରିବେ ତ ବିଶେଷ କରିକି ଆପଣ କିଛି ଖର୍ଚ୍ଚାନ୍ତ ବା ଖର୍ଚ୍ଚ ଆପଣଙ୍କ ବଢିପାରେ ବା ବିଶେଷ କରିକି ରାତ୍ର ଯେହେତୁ 8 ପରେ ଆପଣଙ୍କ ହବ ତ ବିଶେଷ କରିକି ଆପଣଙ୍କ ନିଦରେ ଟିକେ ପ୍ରୋବ୍ଲେମ ହବାର ସମ୍ଭାବନା ଅଛି ଏବଂ କୌଣସି ପ୍ରକାର ଏମିତି ରହିବ କି ଯୋଉଥିରେ କି ଆପଣଙ୍କୁ ପ୍ରାୟ ଅନାବଶ୍ୟକ ଚିନ୍ତା ଟିକେ ବଢିବାର ସମ୍ଭାବନା ଆପଣଙ୍କ ରହିପାରେ ତେଣୁ ଶୋଇବା ପୂର୍ବରୁ ଆପଣ ଯଦି ଚାହିଁବେ ତାହେଲେ ବିଶେଷ କରିକି ଭଗବାନ ଶିବଙ୍କୁ ପୂଜା କରନ୍ତୁ ଓଁ ନମଃ ଶିବାୟ ମନ୍ତ୍ରକୁ ଜପ କରନ୍ତୁ ଯୋଉଦ୍ୱାରା କି ଆପଣଙ୍କର ମନରେ ଶାନ୍ତି ମଧ୍ୟ ରହିପାରିବ। ସିଂହ ରାଶି ଦେଖନ୍ତୁ ସିଂହ ରାଶିରେ ଆପଣଙ୍କ ଦଶମ ଭାବେ ଚନ୍ଦ୍ରମଙ୍ଗଳ ଯଦି ଅଛି ତେଣୁ କର୍ମକ୍ଷେତ୍ରକୁ ନେଇକି ଆପଣ କିଛି ଚିନ୍ତା ହେଇପାରେ କର୍ମକ୍ଷେତ୍ରକୁ ନେଇକି ଆପଣ କିଛି ଟ୍ରାଭେଲ ମଧ୍ୟ ଆଜି କରିପାରନ୍ତି ଚାକିରୀ କ୍ଷେତ୍ରରେ ନୂତନ ସୁଯୋଗ ମିଳିବା ନୂତନ ସୁଯୋଗ ପାଇଁ କି ଆପଣ ପ୍ରିପେୟାର କରିବା ଏସବୁ ଜିନିଷ ଆପଣ ରହିବ କୌଣସି ଯଦି ଆପଣ ଦେଖିବେ କି ଗୁଡ ନ୍ୟୁଜ ପାଇଁ ଆପଣ ଚାହିଁ ରହିଥିଲେ କି ଆପଣଙ୍କ ବିଶେଷ କରିକି କର୍ମକ୍ଷେତ୍ରରେ ସେ ସବୁ ମଧ୍ୟ ଦେଖିବେ କି ଆପଣଙ୍କୁ ଭଲ ଯୋଗ ଆସିବ ଏବଂ ଏଇ ସମୟରେ ଦଶମ ଭାବେ ଯେହେତୁ ଚନ୍ଦ୍ର ଅଛନ୍ତି ତ ୱାର୍କ ରିଲେଟେଡ କିଛି ଆପଣ ଟ୍ରାଭେଲ କରିବା ଏସବୁ ମଧ୍ୟ ଆପଣଙ୍କୁ ଆଜି ଦିନ ଦେଖାଯାଇପାରେ ରାତ୍ର ପରେ ଯେହେତୁ ଏକାଦଶ ଚନ୍ଦ୍ର ହେବେ ତ ବିଶେଷ କରିକି ଆପଣ କୌଣସି ପ୍ରକାର ଯଦି ମନିଟାରୀ ପାଇବାର ଥିଲା ବା ପଇସା ପାଇବାର ଥିଲା ଏସବୁ ଆପଣଙ୍କୁ ମିଳିପାରିବ ବନ୍ଧୁମାନଙ୍କ ସହିତ ଆପଣ ଗୋଟେ ପାର୍ଟି କିମ୍ବା ଗୋଟେ ପ୍ରମୋଦପୂର୍ଣ୍ଣ ସମୟ ଆପଣ କାଟି ପାରିବେ ବା ଫ୍ରେଣ୍ଡସ ମାନଙ୍କ ସହିତ ଆପଣଙ୍କ ପ୍ରାୟତଃ ରାତିରେ ଦେଖା ହବାର ସମ୍ଭାବନା ମଧ୍ୟ ଆପଣଙ୍କୁ ଆସିପାରେ। କନ୍ୟା ରାଶି ଆପଣଙ୍କ ଦେଖନ୍ତୁ ଆପଣଙ୍କ ନବମ ସ୍ଥାନରେ ଆପଣଙ୍କ ଚନ୍ଦ୍ରଙ୍କ ସ୍ଥିତି ରହିବ ତେଣୁ ବିଶେଷ କରିକି ଆପଣଙ୍କ ଯାହାବି ଅସମ୍ପୂର୍ଣ୍ଣ କାର୍ଯ୍ୟ ଥିଲା ସେ ସବୁ ସମ୍ପୂର୍ଣ୍ଣ ହବ ବାପାଙ୍କର ସହଯୋଗ ମିଳିବ ଆଜି ବିଶେଷ କରିକି ପରିବାରରେ ଆପଣଙ୍କ ସମସ୍ତେ ମିଶିକି କିଛି ଆପଣଙ୍କୁ ଗୋଟେ କିଛି ନୂତନ କରିବା ବା କିଛି ନୂତନ ଭାବେ ଆପଣଙ୍କ ସମସ୍ତେ ବସିକି କିଛି ଗୋଟେ ନୂତନ ଚିନ୍ତା କରିବା ଏସବୁ ମଧ୍ୟ ଆପଣ ରହିବ କିଛି ଆପଣ ଦେବ ଦର୍ଶନ ବା ପୁଣ୍ୟ କାମ ଧର୍ମ କାର୍ଯ୍ୟ ବା କୌଣସି ରିଲିଜିୟସ ପ୍ଲେସେସ୍ କୁ ଆପଣ ପରିବାର ସହିତ ବୁଲିଯିବାର ମଧ୍ୟ ଯୋଗ ରହିଛି ଯେହେତୁ ଆପଣଙ୍କ ରାତ୍ରି ପରେ ଆପଣଙ୍କ ଦଶମ ଚନ୍ଦ୍ର ବି ହେବେ ତ ବିଶେଷ କରିକି ନେକ୍ସଟ ଦିନ ଠାରୁ ଆପଣ ଦେଖିବେ କି ଆପଣଙ୍କ ବ୍ୟବସାୟରେ କି ଆପଣଙ୍କ କର୍ମ ଜୀବନରେ ମଧ୍ୟ ବହୁତ ଭଲ ରେଜଲ୍ଟ ଆସିବ ସକାରାତ୍ମକ ବାତାବରଣ ମଧ୍ୟ ଆପଣଙ୍କ ତିଆରି ହେବ। ତୁଳା ରାଶି ଦେଖନ୍ତୁ ଆପଣଙ୍କ ଅଷ୍ଟମ ଚନ୍ଦ୍ର ଥିବାରୁ ଆପଣଙ୍କ ବିଶେଷ କରିକି ଆଜି ଦିନରେ ଆପଣ ଗାଡି ଚଲେଇଲା ବେଳେ ନିହାତି ଭାବରେ ଧ୍ୟାନ ରଖନ୍ତୁ ବା ଯେତେବେଳେ ଯାତ୍ରା କରୁଛନ୍ତି ଯାତ୍ରା କଲା ବେଳେ ବି ମଧ୍ୟ ବିଶେଷ ଧ୍ୟାନ ରଖନ୍ତୁ ଯଦି କୌଣସି କର୍ମ ଆପଣଙ୍କ ଅଛି ଆଜି ଦିନ ସାରା ଟିକେ ଆପଣଙ୍କୁ ବାଧା ସୃଷ୍ଟି ହେବାର ସମ୍ଭାବନା ଅଛି କିନ୍ତୁ ରାତି 8ଟା ପରେ ଦେଖିବେ କି ଆପଣଙ୍କ ପ୍ରାୟତଃ ଯୋଉ ବାଧା ସୃଷ୍ଟି ଥିଲା ସେସବୁ ଆପଣଙ୍କ ଦୂରୀଭୂତ ହବ ସନ୍ଧ୍ୟା ପରେ ଆପଣ କୌଣସି ରିଲିଜିୟସ ପ୍ଲେସେସ୍ ବା କୌଣସି ଧାର୍ମିକ ସ୍ଥାନକୁ ବୁଲିଯିବାର ସମ୍ଭାବନା ମଧ୍ୟ ଆପଣଙ୍କ ଅଛି ଏବଂ ସନ୍ଧ୍ୟା ପରେ ବି ଆପଣଙ୍କ ବାପାଙ୍କ ସହିତ କୌଣସି ଗୋଟେ ଧର୍ମ ଚର୍ଚ୍ଚା କରିବା କିଛି ଚର୍ଚ୍ଚା କରିବା ଏସବୁ ଜିନିଷ ମଧ୍ୟ ଆପଣଙ୍କୁ ଦେଖାଦେବ। ମିଛା ରାଶି ଦେଖନ୍ତୁ ସପ୍ତମ ଭାବେ ଆପଣ ଚନ୍ଦ୍ରମଙ୍ଗଳ ଜ୍ୟୋତି ଯୋଗୁଁ ବିଶେଷ କରିକି ଆପଣଙ୍କ ବୈବାହିକ ଜୀବନରେ ମଧୁରତା ଆସିବ କୌଣସି ପ୍ରକାର ଯଦି ପାର୍ଟନରସିପ ରିଲେଟେଡ ବିଜନେସ କରୁଥିଲେ ଭାଗିଦାରୀ ବିଜନେସ କରୁଥିଲେ ସେଥିରେ ଲାଭ ମିଳିବ ରିଟେଲ ବିଜନେସ ଯୋଉମାନେ କରୁଛନ୍ତି ତାଙ୍କୁ ମଧ୍ୟ ଭଲ ଲାଭ ମିଳିବ ଏବଂ ଏଇ ସମୟରେ ପ୍ରାୟତଃ ଆପଣଙ୍କ ମନ ଭିତରେ ବି କିଛି ଚେଞ୍ଜେସ ଆସିବା ବା କିଛି ପରିବର୍ତ୍ତନକୁ ନେଇକି ମଧ୍ୟ ଆଜି ଆପଣଙ୍କୁ ପ୍ରାୟତଃ ଚିନ୍ତା ଆପଣ କରିବେ ବା କିଛି ପ୍ଲାନିଂ କରିବେ ଏବଂ ଆଜି ସମୟରେ ଆପଣଙ୍କ ସମ୍ପର୍କରେ ଆପଣଙ୍କର ନିବିଡତା ମଧ୍ୟ ଆସିବ ଯେହେତୁ ରାତ୍ର ପରେ ଅଷ୍ଟମ ଚନ୍ଦ୍ର ହେବେ ତ ବିଶେଷ କରିକି ଆପଣ କୌଣସି ପ୍ରକାର ଯଦି ବାଦ ବିବାଦ ବା ଏସବୁ ଜିନିଷ ଥିଲା ତ ସେଥିରୁ ଦୂରେଇ ରୁହନ୍ତୁ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଟିକେ ଆପଣ ଯତ୍ନ ନିଅନ୍ତୁ ଏଥିରେ କୌଣସି ପ୍ରୋବ୍ଲେମ ଭଳିଆ ସିଚୁଏସନ ନାହିଁ ତଥାପି ଆପଣ ପ୍ରାୟତଃ ଆଜି ଦିନଟି ଆପଣଙ୍କୁ ଭଲ କଟିବ ରାତ୍ର ପରେ ଟିକେ ଆପଣଙ୍କୁ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ଅଛି। ଧନୁ ଆପଣଙ୍କ ଷଷ୍ଠ ଭାବେ ଚନ୍ଦ୍ରଙ୍କ ପ୍ରଭାବ ଯୋଗୁଁ ଆପଣଙ୍କ ଶତ୍ରୁ ପରାଜିତ ହେବେ କୋର୍ଟ କଚେରୀ ମାମଲା ଯଦି ଆପଣ କିଛି ମାମଲା ଥିଲା ସେଥିରେ ମଧ୍ୟ ଆପଣ ବିଜୟ ପ୍ରାପ୍ତ ହବ ସ୍ୱାସ୍ଥ୍ୟରେ ଆପଣଙ୍କ ସୁଧାର ଦେଖାଯିବ ଏବଂ ଆଜି ସମୟରେ ପ୍ରାୟତଃ ଦେଖିବେ ମନି ଫ୍ଲୋ ଆପଣଙ୍କ ପାଖକୁ ଆସିବ ଏବଂ ବିଶେଷ କରିକି ଦିନ ସମୟରେ ଆପଣ କୌଣସି ସ୍ଥାନକୁ ଆପଣ ଯଦି ଟ୍ରାଭେଲ କରୁଛନ୍ତି ସେଥିରେ ମଧ୍ୟ ଆପଣଙ୍କୁ ଭଲ ଫଳ ଆପଣଙ୍କୁ ଆସିବ ଚାକିରୀ କ୍ଷେତ୍ରରେ ଆପଣଙ୍କୁ ନୂତନ ସୁଯୋଗ ଆସିବାର ସମ୍ଭାବନା ମଧ୍ୟ ଆଜି ସମୟରେ ଦେଖାଯାଉଛି ରାତ୍ର ପରେ ଯେହେତୁ ସପ୍ତମ ଚନ୍ଦ୍ର ହେବେ ତ ବିଶେଷ କରିକି ଆପଣଙ୍କ ଜୀବନ ସାଥୀ ହେଲା ବା ପ୍ରେମ ଜୀବନରେ ଆପଣଙ୍କୁ ଶୁଭ ଫଳ ମିଳିବ ବ୍ୟବସାୟରେ ଆପଣ ମଧ୍ୟ ସଫଳତା ଲାଭ କରିବେ। ମକର ରାଶି ଯେହେତୁ ପଞ୍ଚମ ଚନ୍ଦ୍ର ଆପଣଙ୍କ ଅଛନ୍ତି ଶିକ୍ଷା ଏବଂ ପ୍ରେମ କ୍ଷେତ୍ରରେ ଆପଣଙ୍କୁ ଭଲ ରେଜଲ୍ଟ ଆସିବ ସନ୍ତାନ ମାନଙ୍କ ପକ୍ଷରେ ଆପଣଙ୍କୁ ସନ୍ତୋଷଜନକ ଖବର ମିଳିବ ଯୋଉମାନେ ବିଦ୍ୟାର୍ଥୀ ଅଛନ୍ତି ବା ନୂଆ ପ୍ରତିଯୋଗିତାମୂଳକ ଏକ୍ସାମ ଦଉଛନ୍ତି ତାଙ୍କୁ ମଧ୍ୟ ଭଲ ରେଜଲ୍ଟ ଆସିବାର ସମ୍ଭାବନା ଅଛି ପଞ୍ଚମ ଚନ୍ଦ୍ର ହେତୁ ଆଜି ଆପଣ କୌଣସି ମୁଭି କିମ୍ବା କୌଣସି ପ୍ରକାର ଏଣ୍ଟରଟେନମେଣ୍ଟ ସିକିଂ କରିବେ ବା
କିଛି ମୁଭି ଦେଖି ଯିବା, ମ୍ୟୁଜିକ୍ ଶୁଣିବା ବା କିଛି ଆର୍ଟିଷ୍ଟିକ୍ ନେଚରର କିଛି କାମ କରିବା ପାଇଁ କି ମଧ୍ୟ ଆପଣଙ୍କ ଇଚ୍ଛା ହବ। ଯେହେତୁ ରାତ୍ର ପରେ ଷଷ୍ଠ ଚନ୍ଦ୍ର ହେବେ ତ ବିଶେଷ କରିକି ଆପଣଙ୍କ ଯୋଉ ପ୍ରକାର ପ୍ରୋବ୍ଲେମ ଥିଲା ବା କର୍ମକ୍ଷେତ୍ରକୁ ନେଇକି ଆପଣ କିଛି ପ୍ଲାନିଂ ମଧ୍ୟ କରିପାରନ୍ତି। କୁମ୍ଭ ରାଶି ଚତୁର୍ଥ ଭାବେ ଚନ୍ଦ୍ର ଥିବାରୁ ଜମିବାଡି ଯାନବାହନ ସୁଖ ଆପଣଙ୍କୁ ମିଳିପାରେ ଏବଂ ମାତା ପିତାଙ୍କ ସ୍ୱାସ୍ଥ୍ୟ ବା ନିଜର ଯୋଉ ମାନସିକ ସ୍ଥିରତା ଆପଣଙ୍କ ତା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଆଜି ହିସାବରେ ଆପଣଙ୍କୁ କିଛିଟା ଯେହେତୁ ଚତୁର୍ଥ ଭାବେ ଚନ୍ଦ୍ର ବି ରହିବେ ତ ବିଶେଷ କରିକି ଆପଣଙ୍କୁ ଆଜି କିଛି ଏମିତି କର୍ମରେ ମଧ୍ୟ ନିଯୁକ୍ତି ମିଳିବ ଯୋଉଥିରେ କି ଆପଣଙ୍କୁ ଦିନ ସାରା ପ୍ରାୟତଃ ଆପଣ ଫିଲ୍ କରିବେ କି ବହୁତ ବିଜି ଅଛି ବା ବିଜି ରିଲେଟେଡ ବା ଆପଣଙ୍କୁ ପ୍ରାୟତଃ ବହୁତ କାମ ଆଜି ମିଳିବ ଯୋଉଦ୍ୱାରା କି ଆପଣ ପ୍ରାୟତଃ ଯୋଉ କାମ ପ୍ରେସର ରେ ଟିକେ ଆପଣଙ୍କୁ ଟାୟାର୍ଡ ଫିଲ୍ ହେଇପାରେ ଏବଂ ରାତ୍ରି ପରେ ଦେଖିବେ ଯେହେତୁ ପଞ୍ଚମ ଚନ୍ଦ୍ର ହବ ତ ପ୍ରାୟତଃ ଆପଣ ଲେଟ୍ ନାଇଟ୍ ପର୍ଯ୍ୟନ୍ତ କୌଣସି ମୁଭି ଦେଖିବା ବା କିଛି ମ୍ୟୁଜିକ ଶୁଣିବା ଏସବୁ ଜିନିଷ ମଧ୍ୟ ଆପଣଙ୍କୁ ପ୍ରାୟତଃ ଦେଖାଦବ। ଆଜି ଦିନଟି ବହୁତ ବ୍ୟସ୍ତତାରେ କଟିବ। ଆଜି ଦିନଟି ଆପଣଙ୍କୁ ବହୁତ ଦାୟିତ୍ୱ ମିଳିବ। ତେଣୁ ଆଜି ପ୍ରାୟତଃ ଆପଣ ଧ୍ୟାନ ରଖନ୍ତୁ କି ଆପଣ କେମିତି କର୍ମକୁ ଠିକ ଭାବରେ କରିପାରିବେ। ମୀନ ରାଶି ତୃତୀୟ ଭାବେ ଯେହେତୁ ଚନ୍ଦ୍ରଙ୍କ ଆଗମନ ହବ ତ ବିଶେଷ କରି ଏହି ସମୟରେ ଆପଣ ପରାକ୍ରମୀ ହେବେ, ସଫଳ ଆପଣଙ୍କ ଯାହାବି କାର୍ଯ୍ୟ କରିବେ ସଫଳତା ପାଇବେ ଏବଂ ବିଶେଷ କରିକି ଦେଖନ୍ତୁ ତୃତୀୟ ଭାବେ ଯେହେତୁ ଆପଣଙ୍କ ଚନ୍ଦ୍ର ରହିବେ ତ ଏହି ସମୟରେ ଆପଣଙ୍କ ଛୋଟ ଯାତ୍ରା କରିବା ପରିବାର ସହିତ ଆପଣଙ୍କର ଭଲ ସମୟ କଟେଇବା, ଭାଇ ଭଉଣୀ ମାନଙ୍କ ସହିତ ଭଲ ସମୟ କଟେଇବା ଏସବୁ ଜିନିଷକୁ ଦେଖିବେ। କୌଣସି ଆପଣଙ୍କର ପଡୋଶୀ ହେଲା, ପରିବାର ହେଲା ବା ଭାଇ ଭଉଣୀ ହେଲା ଆପଣଙ୍କ ଘରକୁ ମଧ୍ୟ ଆସିବାର ସମ୍ଭାବନା ଆଜି ଅଛି। ରାତ୍ର ପରେ ଚତୁର୍ଥ ସ୍ଥାନକୁ ଯିବା ହେତୁ ବିଶେଷ କରିକି ଘରେ ଆପଣଙ୍କ ଗୋଟେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ ଏବଂ କିଛି ନୂତନ ସାମଗ୍ରୀ ବା କିଛି ନୂତନ ଜିନିଷ ଆପଣଙ୍କ ଘର ପାଇଁ କି ମଧ୍ୟ କ୍ରୟ କରିବା ପାଇଁ ଆପଣଙ୍କୁ ସୁଯୋଗ ମିଳିବ। ଏଇଥିଲା ଆପଣଙ୍କ ମୀନ ରାଶି ରାଶିଫଳ ଏବଂ ଆଜି ଚନ୍ଦ୍ର ଗୋଚର ଆପଣଙ୍କ ବୃଷ ରାଶିର ମିଥୁନ ରାଶିକୁ 8:08 PM ରେ ଆପଣଙ୍କୁ ଚନ୍ଦ୍ର ଗୋଚର ହବ ଏବଂ ଯଦି ଦେଖିବା ତାହେଲେ ଆଜି ଶୁଭ ସୂତ୍ର ବା ମହାପ୍ରତିକାର ଆପଣ ସୂର୍ଯ୍ୟଙ୍କ ପୂଜା କରିପାରିବେ ଏବଂ କ୍ଷୀରରେ ଆପଣଙ୍କ ଅଭିଷେକ କରିପାରିବେ। ବିଶେଷ କରିକି ଚନ୍ଦ୍ର ମଙ୍ଗଳ ଯେହେତୁ ଅଙ୍ଗାରକ ପ୍ରଦୂଷିତ ଶାନ୍ତି ପାଇଁ କି ଆପଣ ଶିବଲିଙ୍ଗରେ ଜଳ ଏବଂ କ୍ଷୀର ଅଭିଷେକ କରିକି ଓಂ ନମଃ ଶିବାୟ ମନ୍ତ୍ର ଜପ କରିପାରିବେ। ଦାନ ଏବଂ ଧର୍ମ ଆପଣ କରିପାରିବେ ଏବଂ ବିଶେଷ କରିକି ଆଜି ଆମେ ଯଦି ଦେଖିବା ତ ଆପଣଙ୍କ ଦିନଟି ବହୁତ ମଙ୍ଗଳମୟ ହଉ ଏବଂ ଆଜି ବିଶେଷ କରିକି ଆଜି ଆପଣ ଶିବ ମନ୍ଦିରରେ ଆପଣ ପୂଜା କରିବା ପାଇଁ ଚେଷ୍ଟା କରନ୍ତୁ ବା ଶିବ ମନ୍ଦିର ବୁଲିଯିବା ପାଇଁ ଚେଷ୍ଟା କରନ୍ତୁ ଯୋଉଥିରେ କି ଆପଣଙ୍କୁ ବହୁତ ଭଲ ରେଜଲ୍ଟ ଆସିବ। ତ୍ରୟୋଦଶୀ ଏବଂ ଚତୁର୍ଦ୍ଦଶୀ ଥିବା ହେତୁ ସନ୍ଧ୍ୟା ସମୟରେ ଯଦି ଆପଣ ମନ୍ଦିର ବା ଶିବ ମନ୍ଦିର ଯାଉଛନ୍ତି ସେଥିରେ ନିହାତି ଭାବରେ ଆପଣଙ୍କୁ ପ୍ରାୟ ବହୁତ ମନ ଶାନ୍ତ ହବ ଏବଂ ଆପଣଙ୍କୁ ଭଲ ରେଜଲ୍ଟ ମଧ୍ୟ ମିଳିବ। ନମସ୍କାର, ଧନ୍ୟବାଦ, ଜୟ ଜଗନ୍ନାଥ।